ମାନେ ଆଜ୍ଞା ବିଜେଡି ସରକାର ଗାଣ୍ଡି ମାରି ଖାଉଥିଲା ଲୁଟି ଖାଉଥିଲା। ବିଜେପି ସରକାର ବିଜେଡି ବାଲା କହିବେ ବିଜେପି ସରକାର ଆଜ୍ଞା ଠକ ଟାଉଟ ଦଲାର କହୁଛି କିଛି ଦଉନି। ଆଜ୍ଞା ଯଦି ତମେ ଭ୍ୟୁଜ ବଢିବା ପାଇଁ ତ ଭିଡିଓ କରୁନ ତାହେଲେ ନିଜ ବାପା ମାଙ୍କୁ ରାଣ ପକେଇବି ଅଭଦ୍ର ଭାଷାକୁ ଗାଳି ଦେଇକି ସମସ୍ତଙ୍କୁ ଗାଳି ଦଉଛ, ଏଇଟା କଣ ତମକୁ ଖରାପ ଲାଗୁନି? ଠିକ। ଆଚ୍ଛା ଭାଇ, ତମେ ଯୋଉ ଭିଡିଓଟି କରୁଛ ନିଜର ଭିଡିଓରେ ଭ୍ୟୁଜ ବଢେଇବା ପାଇଁ କରୁଛ ନା ସତରେ ସରକାରଙ୍କୁ ତମକୁ କିଛି କହିବା ପାଇଁ ସବୁ ଭିଡିଓ କରୁଛ? ମୁଁ ତ କିଛି ବୁଝିପାରୁନି ତମର କଥାବାର୍ତ୍ତା। ତ ନମସ୍କାର ଭାଇ ଓ ଭଉଣୀ ମାନେ, ଆସନ୍ତୁ ଦେଖିବା ଆଜିର ଏହି ଭିଡିଓରେ ଏ ଭାଇ ଜଣକ କଣ କହୁଛନ୍ତି ଆଉ କୋଉ ଭାବରେ କହୁଛନ୍ତି, କୋଉ ଭାଷାକୁ ନେଇ କେମିତି କାହାକୁ କହୁଛନ୍ତି ଟିକେ ଭଲସେ ଶୁଣିନେବା, ତାପରେ ଡିସିସନ କରିବା ଏ ଭିଡିଓକୁ ଲାଇକ୍ କରିବା ଦରକାର କି ନାହିଁ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଯୋଉମାନେ ମୋ ଭିଡିଓ ଦେଖୁଛ ତମକୁ ତମ ବାପା ମାଙ୍କ ରାଣ ଏ ଭିଡିଓଟାକୁ ଯେମିତି ବି ସେୟାର କରିବ। ଆଉ ଯଦି ପ୍ରକୃତରେ ତମ ବାପା ମାଙ୍କୁ ଭଲ ପାଉଥିବ ତାହେଲେ ଭିଡିଓଟାକୁ ସେୟାର କରିବ। ଆଉ କମେଣ୍ଟ ବକ୍ସରେ ଲେଖିବ ଭାଇ ତମେ ଯାହା କହିଛ ଠିକ୍ କହିଛ। ଯେଉଁମାନେ ସବୁ ରାଜନୀତି ଆଉ ପଲିଟିକାଲ ଉପରେ ଭିଡ଼ିଓ ବନାଉଛନ୍ତି, ମୋହନ ମାଝୀ ଆଜି ଭୁଲ କଥା କହିଲେ, ନବୀନ ପଟ୍ଟନାୟକ ଗେଣ୍ଡାଳିଆ, ଡବଲ ଇଞ୍ଜିନ ସରକାର କିଛି କହିଲାନି କିଛି କଲାନି। ଆରେ ଛୋଟପୁଅ ମାନେ ତମେ ମାଘିଆ ମାନେ ବୁଝିପାରିବନି। ସରକାର ସମସ୍ତଙ୍କର, ପବ୍ଲିକ କାହାର ନୁହଁ। ମାଘିଆ ତମେ ମାନେ ଯୋଉ ଭିଡ଼ିଓ କରୁଛ, ଡାଲି କିଲୋ 150 ଟଙ୍କା ସମସ୍ତେ କିଣିବେ, ତମକୁ କ'ଣ 80 ଟଙ୍କାରେ ମାଘିଆ ଦେବେ ସରକାର? ଗୋଟେ କଥା ମନେ ରଖ, ଆଳୁ କିଲୋ 25 ଟଙ୍କା ସମସ୍ତେ କିଣି ଖାଇବେ 25 ଟଙ୍କାରେ। ତମମାନେ ଭିଡ଼ିଓ କରୁଛ, ତମକୁ କ'ଣ 10 ଟଙ୍କାରେ ମାଘିଆ ଦେବେ ସରକାର? ଦେବେନି। କିନ୍ତୁ ତମେ ମାଘିଆ କେତେଟା ଟଙ୍କା ପାଇଁ ପ୍ରମୋଟ ଭିଡ଼ିଓ କରୁଛ, ମାନେ 1000 1500 2000 ପାଇଁ ଗୋଟେ ପ୍ରମୋସନ ଭିଡ଼ିଓ କରୁଛ, ପାର୍ଟି ଫିଲିଂ କରୁଛ, ନିଜ ଭିତରେ ଗଣ୍ଡଗୋଳ ପାଟନ କରୁଛ। ଆଉ ଭାଇ ତମେ ଯୋଉ ଭିଡିଓ କରୁଛ କୋଉଥିପାଇଁ? ସେ ଭ୍ୟୁଜ ପାଇଁ ତ? ହଁ ଠିକ କହିଲି ତ? ମାଇକିଆ କିଏ ଗରିବ ଗୁରୁବା ନିରୀହ ଲୋକ ମରିଗଲା, କିଏ ଅଭାବରେ ପଡ଼ିଲା, ସେମାନଙ୍କର ଭିଡ଼ିଓ କରି ସରକାର ପାଖରେ ପହଞ୍ଚାଅ, ସରକାରଠୁ ଦାବି କରି ଟଙ୍କା ଆଣି ତାକୁ ଦିଅ, ତାହେଲେ ଭଗବାନ ତମ ଉପରୁ ଶାନ୍ତି ହେବେ। ଆଉ ତମେ ମାନେ ଆଜ୍ଞା ବିଜେଡି ସରକାର ଗାଣ୍ଡି ମାରି ଖାଉଥିଲା ଲୁଟି ଖାଉଥିଲା। ବିଜେପି ସରକାର ବିଜେଡି ବାଲା କହିବେ ବିଜେପି ସରକାର ଆଜ୍ଞା ଠକ ଟାଉଟ ଦଲାର କହୁଛି କିଛି ଦଉନି। ଆଜ୍ଞା ତମେ ମାନେ ହେଲ ମହା ଆଜ୍ଞା ବୋକାଚୋଦା ମୂର୍ଖ ଆଜ୍ଞା ମାନେ। ପ୍ରକୃତ ମଣିଷ ଜ୍ଞାନ ଥବ ଯଦି ବାପା ମାଙ୍କ ଠାରୁ କିଛି ଜ୍ଞାନ ଶିଖିଥିବ, ପ୍ରକୃତରେ ପାଠଶାଠ ପଢ଼ିଥିବ, ତମେ ଆଜ୍ଞା କେଉଁ ଦଳ କେଉଁ ପାର୍ଟି ପାଇଁ ଭିଡ଼ିଓ ବନେଇବନି। ମୁଁ ବି ଦଳରେ ଅଛି, ପାର୍ଟିରେ ଅଛି, ମୁଁ କେବେ ବି ମୋ ଆଇଡିରେ ଦେଖ କେଉଁ ଦଳ ପାଇଁ କେଉଁ ପାର୍ଟି ପାଇଁ ଭିଡ଼ିଓ କରେନି। କାହିଁକି? ଆରେ ସେମାନେ ନେତା ମନ୍ତ୍ରୀ ହେବେ, ଆଜ୍ଞା ଆମ ଭାଇଚାରାକୁ ଆମେ ନିଜ ଭିତରେ କାହିଁ ନଷ୍ଟ କରିବା, ଶତ୍ରୁତା କାହିଁ ହବା? ଭାଇ ମାନେ ଭୁଲ କହୁଛି ନା ଠିକ କହୁଛି? କିଏ ଅସୁବିଧାରେ ପଡୁଛି ତାକୁ ନ୍ୟାୟ ଦେବା, ତା ସୁବିଧା କରିବା ପାଇଁ ସରକାରକୁ ଆମେ ବିରୋଧ କରିବା, ସରକାରଙ୍କ ପାଖରେ ଆମେ ଦାବି କରିବା। ସେ ଆଚ୍ଛା ଭାଇ, ଥରେ ଭାବିକି ଦେଖିଲ, ଯୋଉମାନେ ଏଇ ଭିଡିଓ ଦେଖୁଥିବେ ଆପଣଙ୍କର ରିଲେଟିଭ ଫ୍ୟାମିଲି ମେମ୍ବର, ସେମାନଙ୍କୁ କଣ ଲାଗିବ କହିଲ? ତମେ ଯେମିତି ଭିଡିଓ କରୁଛ, ଗୋଟେ ଭାଷାକୁ ନେଇକି ଅଭଦ୍ର ଭାଷାକୁ ନେଇ ତମେ ଯୋଉ କହୁଛ, ସେଇଟା ତମ ଫ୍ୟାମିଲି ମେମ୍ବରରେ ତମ ଘର ପରିବାର ଲୋକ ଯେତେବେଳେ ଦେଖୁଥିବେ ଭିଡିଓକୁ, ସେମାନେ କଣ ଭିଡିଓକୁ ଦେଖି ଲାଇକ୍ କରିଦେଇଥିବେ ନା କିଛି ତାଙ୍କ ମନରେ ଖରାପ ଲାଗିଥିବ? ମତେ ଟିକେ କମେଣ୍ଟ କରିଲ ଭାଇ, ଦେଖିବା ଏ ଭିଡିଓରେ କେତେ ଜଣ ଭାଇ ମାନେ କମେଣ୍ଟ କରୁଛନ୍ତି ଆଉ କେମିତି କମେଣ୍ଟ କରୁଛନ୍ତି। ମୁଁ ଯୋଉ ଦେଖିଲି ଭାଇଙ୍କର ଭିଡିଓରେ ଯାହା ସବୁ କହିଲେ ସବୁ ଠିକ ଠାକ ଲାଗିଲା, କିନ୍ତୁ ଦିଟା ଭାଷା ମତେ ବହୁତ ଖରାପ ଲାଗିଲା। ପ୍ରଥମେ ରହିଲା ଯୋଉଟାକି ବାପା ମାଙ୍କ ରାଣ ନେଇକି ସେ କହିଲେ, ସେଇଟା ବହୁତ ବଡ ପାପ, ଭୁଲ ସେଇଟା। ବାପା ମାଙ୍କ ରାଣ ନେଇକି କୌଣସି ଭିଡିଓ କରାଯାଏନି। ଆଉ ଦ୍ୱିତୀୟରେ ଯୋଉ କହିଲେ ଅଭଦ୍ର ଭାଷାକୁ ନେଇ ସେ କହିଲେ, ସେଇଟା ବହୁତ ବଡ ଖରାପ ଲାଗିଲା। ତ ଭାଇମାନେ ଆପଣମାନଙ୍କୁ କେମିତି ଲାଗିଲା ଏ ଭିଡିଓରେ? ଏ ଭାଇଙ୍କର ଭିଡିଓକୁ ଶୁଣିକି ଦେଖିକି ଆପଣମାନଙ୍କୁ କଣ ଲାଗିଲା? କୋଉଟା ଖରାପ ଲାଗିଲା, କୋଉଟା ଠିକ ଲାଗିଲା, ମତେ କମେଣ୍ଟ କରି ନିହାତି ଭାବେ ଜଣାଇବେ। ଆଉ ଏଇଭଳିଆ ଭିଡିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିକି ଘଣ୍ଟି ବଟନକୁ ଦବେଇକି ରଖିବେ। ନମସ୍କାର।